ଜଣେ ଭାରତୀୟ ଯବାନ ମାସକ ପାଇଁ ଛୁଟି ଆଣିଥିଲେ। ବାହାଘର ତାଙ୍କର ଥିଲା। ଯୋଉଦିନ ବାହାଘର ସରୁଛି ତା ପରଦିନ ସକାଳକୁ ଡାକର ଆସୁଛି ଯେ ଶୀଘ୍ର ଆସ, ଯୁଦ୍ଧ ପରିସ୍ଥିତି ସୀମାରେ, ଛୁଟି ବାତିଲ। ଚତୁର୍ଥୀ ବାହାଘର ହେଇନି। ମାଟି ମା ଦେଶ ପାଇଁ କିଭଳି ଭାବେ ନିଜର ସବୁ ସୁଖକୁ ତ୍ୟାଗ କରି ବାହାରି ଗଲା ଘରର ହେଣ୍ଡିଆ ପୁଅ ସୀମାରେ ଯୁଦ୍ଧ ଲଢିବା ପାଇଁ ଶତ୍ରୁ ଦେଶ ସାଙ୍ଗରେ। ମା ଆଖିରେ ଛଳ ଛଳ ଲୁହ। ନୂଆ କରି ବାହା ହେଇଥିବା ସ୍ତ୍ରୀ କଥା ଟିକେ ଭାବନ୍ତୁ, ତା ମନରେ କଣ ଚାଲୁଥିବ। ଚତୁର୍ଥୀ ବାହାଘର ହେଇନେଇ ସ୍ୱାମୀ ଗଲାଣି ପଡେଇ ସୈନ୍ୟବାହିନୀକୁ ଯୁଦ୍ଧ ଲଢିବା ପାଇଁ ଶତ୍ରୁ ଦେଶ ସାଙ୍ଗରେ। ଭଉଣୀ କାନ୍ଦୁଛି, ବାପା କାନ୍ଦୁଛି, ସମସ୍ତଙ୍କୁ ମୁହଁ ବୁଲେଇ ପର କରି ଚାଲି ଯାଇଛି ମାଟି ମା ଦେଶ ପାଇଁ ସୀମାକୁ ଭାରତୀୟ ଯବାନ। ଶହେ ସାଲ ସେ ଗୋଟେ ଯବାନ। ହେଲେ ଏଇ ପରିସ୍ଥିତିରେ ବିରାଟ କୋହଲି, ରୋହିତ ଶର୍ମା, ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ଥ, ଶ୍ରେୟସ ଆୟର, ଏଇ ସବୁ ଦିଲ୍ଲୀ ମୁମ୍ବାଇରେ ଯୋଉ ସବୁ ଖେଳାଳି ରୁହନ୍ତି, ଏଇ ସମୟରେ ସେ ଦେଶ ଛାଡି ଲଣ୍ଡନରେ ଲୁଚିଛନ୍ତି। ଯୁଦ୍ଧ ସମୟରେ କାଳେ ତାଙ୍କ ଉପରେ ବମ୍ ଫମ୍ ପଡିଯିବ କି କ୍ଷେପଣାସ୍ତ୍ର ପଡିଯିବ, ମରିଯିବେ। ଯୋଉ ଖେଳାଳି ମାନଙ୍କ ପାଇଁ ନିଜ ନିଜ ଭିତରେ ମାରଗୋଳ ପାଟିଗଳ କଣ ନା, ମୁଁ ବିରାଟ କୋହଲି ଫ୍ୟାନ୍, ସେ ଧୋନି ଫ୍ୟାନ୍, ମୁଁ ବାଙ୍ଗାଲୋର ଫ୍ୟାନ୍, ମୁଁ ଚେନ୍ନାଇ ଫ୍ୟାନ୍, ନିଜ ନିଜ ଭିତରେ ବାଡାବାଡି। ଆଜି ସେଇମାନେ ଦେଶର ଏଇଭଳି ଏକ ପରିସ୍ଥିତିରେ ନିଜ ପାଖରେ ପଇସା ଅଛି ବୋଲି ଦେଶ ଛାଡି ଯାଇ ଲଣ୍ଡନରେ ଲୁଚୁଛନ୍ତି। ଏବେ ବି ଗୋଟେ ନ୍ୟୁଜ ଆସିଛି, ଆମ ଓଡିଶାର କେତେକ କଳାକାର ସିଏ ମାନେ ଦେଶର ଏଇଭଳି ଏକ ପରିସ୍ଥିତିରେ ତାଙ୍କୁ କିଛି ଫରକ ପଡୁନି, ସିଏ ସବୁ ପଳେଇ ଯାଇଛନ୍ତି କୋଉଠି ନା ସିଙ୍ଗାପୁର ଯାଉଛନ୍ତି, ଗଲେଣି ପଳେଇ ବୋଧେ। ସେଟା ଆଲୋଚନା କଣ୍ଟ୍ରୋଭର୍ସି ହଉଛି ସେଇ କଥାଟା। ମାନେ ଦେଶ ଭାସି ଯାଉ, ଆମେ ଆମ ସିଙ୍ଗାପୁର ପଳେଇବୁ, ଆମେ ଲଣ୍ଡନ ପଳେଇବୁ। ପ୍ରକୃତ ହିରୋ କିଏ? ଯବାନ ନା ଏଇ ବଲିଉଡ ଷ୍ଟାର ନା ଏ କ୍ରିକେଟ ଷ୍ଟାର? ଆପଣଙ୍କ ବିଚାର ଆପଣଙ୍କ ହାତରେ।